ଯେତେ ବର୍ଷା ହେଲେ ବି ଯେତିକି ବ୍ୟବସ୍ଥା କରାଯାଇଛି ସେଥିରେ କେବେ ଅଧଘଣ୍ଟାରୁ ଘଣ୍ଟେ ଭିତରେ ପାଣି ଜମିବ କ୍ଲିୟର ହେଇଯିବ। ବିଶେଷ କରି ଉଚ୍ଚ ନ୍ୟାୟାଳୟ ଗୋଟେ ନିର୍ଦ୍ଦେଶନାମା ଅଛି ଆମର ମୁଖ୍ୟ ଡ୍ରେନ୍ ଯେଉଁଠି ପାଣି ନିଷ୍କାସନ ହୁଏ ଯାହା କହୁଛେ ବକ୍ସ ଡ୍ରେନ୍ ବା ଆମର ଯାହା କୁହାଯାଉଛି ମାତୃଭବନ ପାଖରେ କ୍ଲିୟରାନ୍ସ ଅଛି ସେଇ ଜାଗାଟା ବନ୍ଧେଇ ଦିଆଯାଇ କାମ ଚାଲିଥିଲା ଯେଉଁଥିପାଇଁ କି ପାଣି କ୍ଲିୟରାନ୍ସରେ ଟିକେ ପ୍ରୋବ୍ଲେମ୍ ଆସିଲା। ଆମେ ବହୁତ ଉଦ୍ୟମ କରି ତାକୁ ଆଜି ସକାଳେ କ୍ଲିୟର ହେଇଛି, ବନ୍ଧ ଭଙ୍ଗା ଯାଇଛି, ବନ୍ଧ ପ୍ୟାକିଂ କରିକି କାମ ହେଉଥିଲା କାରଣ ଆଉ 15 ଦିନ ଭିତରେ ବକ୍ସ ଟ୍ରେନ୍ କାମ ସରିବ ଏମିତି ଗୋଟେ ନିର୍ଦ୍ଧାର୍ଯ୍ୟ ତାରିଖ ଦିଆଯାଇଥିଲା। ମେ ସୁଦ୍ଧା ବକ୍ସ ଟ୍ରେନ୍ କାମ ନଥିବ, ବର୍ଷା ଆସିବା ପୂର୍ବରୁ ସବୁ ସରିଥିବ। ସେଥିପାଇଁ ସମସ୍ୟା ଉପୁଜିଥିଲା। ନିଜେ କମିଶନର ସେଠି ଇଞ୍ଜିନିୟର କାଲି ରାତି 11ଟା ପର୍ଯ୍ୟନ୍ତ ବୁଝୁଥିଲେ, ଆଜି ସକାଳୁ ସ୍ପଟ୍ରେ ଥିଲେ। ସେମାନେ ସମସ୍ତ ଡେଭଲପମେଣ୍ଟ ମୋତେ ଫିଡ଼ବ୍ୟାକ୍ କରନ୍ତି ଏବଂ ସକାଳୁ ଏଇଟା କ୍ଲିୟର ହେଲା ପରେ ଆଉ ପାଣି ଅଧଘଣ୍ଟା ଭିତରେ କ୍ଲିୟର ହେଇଯିବ, ତ କୌଣସି ସମ୍ଭାବନା ରହିବ ନାହିଁ। ବର୍ତ୍ତମାନ ସୁଦ୍ଧା ତ ପାଣି ଅଛି, ଯେତିକି ପାଣି ରହୁଥିଲା ସେତିକି ପାଣି ଅଛି, ନିଷ୍କାସନ ହେବାର ନା ନେଉନି। ସେ ନିଷ୍କାସନ ସେ ଯେହେତୁ ପାଣି କ୍ଲିୟରାନ୍ସଟା ବନ୍ଦ ଥିଲା, ସେ କାମ ଚାଲୁଥିଲା ତାଙ୍କର, ଯେଉଁ କାମଟାକୁ 15 ଦିନ 20 ଦିନ ଭିତରେ ସାରିବାର ତାଙ୍କର ଅଛି, ଯେଉଁଥିପାଇଁ ପାଣିଟା କ୍ଲିୟରାନ୍ସ ହେଇପାରୁନଥିଲା। ତାକୁ ଦୂର କରାଯାଇ ବନ୍ଧ ଭଙ୍ଗାଗଲା। ଆଉ ଥରେ ବରଂ ବନ୍ଧ ତିଆରି କରିବେ ସେମାନେ, କିନ୍ତୁ ବର୍ଷା ଜଳ ନିଷ୍କାସନ ଯେମିତି ପ୍ରତିବନ୍ଧକ ନ ହେବ ତା ପଦକ୍ଷେପ ନେଲେ। କେତେ ସମୟ ସୁଦ୍ଧା ଆପଣ ଅଧଘଣ୍ଟାରୁ ଘଣ୍ଟେ ଭିତରେ କ୍ଲିୟର ହେଇଯିବ। ମଟର କେତେଟି ଲାଗିଛି? ମଟର ତ ଆମର କାଲି ଯେଉଁ ଜାଗାରେ ସବୁ ଟୋଟାଲଟା ସବୁ ଜାଗାରେ ପାଣି ନଥିଲା, ଆମେ ଯେହେତୁ ଖରାଦିନ ପାଇଁ ମଟର ଫଟର ସବୁ ରିପ୍ଲେସ୍ କିଛି ଜାଗାରେ ହେଇଥିଲା, ତିଆରି ଚାଲିଥିଲା, ଆମେ କାଲି ସୁଦ୍ଧା ସେ ମାନେ ପାଖାପାଖି 100 ପାଖାପାଖି ମଟର ଇନଷ୍ଟଲ୍ ହେଇଛି। ଦିନରେ ବର୍ଷା ହେଲା ବେଳକୁ 40-50 ମଟର ସେଟିଂ ହେଇଗଲା, ତ 100 ପାଖାପାଖି ମଟର ସେଟିଂ ହେଇଛି। ଆମର ତ 260-80 ମଟର ବସେ, ତେଣୁକରି ସବୁ ଜାଗାରେ ଆବଶ୍ୟକତା ନଥାଏ ଏଇକ୍ଷଣ ବର୍ତ୍ତମାନ ଏଇ ମାସେ 1.5 ମାସ ପାଇଁ। ତେଣୁକରି ମଟର ମୋର୍ ଦେନ୍ 100 ପାଖାପାଖି ମଟର ଲାଗିଛି ଏବଂ ସବୁ ଜିନିଷଟା ନିୟନ୍ତ୍ରଣରେ ଚାଲିଛି। ବର୍ତ୍ତମାନ ତ ପାଣିପାଗ ବିଭାଗ କହୁଛି ଆହୁରି ବର୍ଷିବ, ଆପଣ ପୁଣି କେମିତି କ'ଣ କରିବେ? ବସି ଚଳିବ। ଆମେ ସେଇ ଯେଉଁ ପାର୍ଟଟା କହୁଛୁ ଯେଉଁ କାମ ଚାଲିଛି ସେ କାମକୁ ଭାଙ୍ଗିଦେବୁ। ଆମେ ତାକୁ ସେ ସମ୍ପର୍କରେ ନିର୍ଦ୍ଦେଶନାମା ଦେଇଛୁ। ଆମେ କହିଲୁ ତୁମ କାମ ହେବ ବୋଲି ଆମେ ଲୋକ ଅସୁବିଧାରେ ପଡ଼ିବେ, ଏଟାକୁ ଆମେ ଅନୁମତି ଦେଇପାରିବୁନି। ତୁମ କାମ 15 ଦିନ ଡେରି ହେଇପାରେ, କିନ୍ତୁ ଆମେ ତାକୁ ଭଙ୍ଗେଇ ଦେଲୁ ଆଜି ଏବଂ ସେଇଭଳି ଭାବରେ ହେଭି ରେନ୍ ହେଲେ ଭଙ୍ଗେଇ ଦେବୁ। କାରଣ ମେନ୍ ଡ୍ରେନ୍ ପାଣି ନିଷ୍କାସନ ନହେଲେ ଯେତେ ଆମେ ବକ୍ସ ଡ୍ରେନ୍ କରୁଛୁ ବା ଯେତେ ଡ୍ରେନେଜ୍ ସଫେଇ କରୁଛୁ ଯାହା କରୁଛୁ ସବୁ ଜିନିଷ ଟାଉନ୍ ଭିତରେ ଅଧଘଣ୍ଟାରୁ ଘଣ୍ଟେ ଭିତରେ ପାଣି ରହିବ, ବେଶୀ ସମୟ ରହିବ ନାହିଁ। କିନ୍ତୁ ଯଦି ମେନ୍ ଡ୍ରେନ୍ଟା କ୍ଲିୟରାନ୍ସ ନହେଲା ପାଣି ରହିଯାଉଛି। ତେଣୁ ତାକୁ ଆମେ ନିଘାର ସହିତ ରଖିଛୁ, ସାଙ୍ଗେ ସାଙ୍ଗେ ତାକୁ କ୍ଲିୟର କରିବା ପାଇଁ। ସେ ମେ 30 ତାରିଖ ସୁଦ୍ଧା ଦେଇଛନ୍ତି ଲାଷ୍ଟ। ଆମକୁ କହିଥିଲେ ଏପ୍ରିଲ ଲାଷ୍ଟ ସୁଦ୍ଧା ଆମେ କରିଦେବୁ, ତାଙ୍କୁ ହାଇକୋର୍ଟକୁ ଆସିବାର କରୁଛନ୍ତି ସେମାନେ, କାରଣ ତାଙ୍କ ଉପରେ ସେମିତି ଚାପ ନଦେଲେ ଆମ ମହାନଗର ନିଗମ ତାଙ୍କ ସାଙ୍ଗରେ ମିଳିତ ଭାବରେ ସହଯୋଗିତା ଦେଇକି ଆଗକୁ ନେଲେ ବି କିନ୍ତୁ ସେମାନଙ୍କ ଉପରେ ଟିକେ କଣ୍ଟ୍ରୋଲ ଦରକାର। ସେଥିପାଇଁ ହାଇକୋର୍ଟ ନିର୍ଦ୍ଦେଶନାମା ଦେଇଛି, ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ମେ 30 ସୁଦ୍ଧା ସରିବା ପାଇଁ।